ପିଲାମାନେ ଆଜିର ଏଇ ତୃତୀୟ ଶ୍ରେଣୀର ସାହିତ୍ୟ କ୍ଲାସ୍କୁ ତୁମମାନଙ୍କୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ଗଦ୍ୟ ଅନେକ ଫୁଲର ମାଳଟିଏ ଅଭ୍ୟାସର 1 ନମ୍ବର ପଢ଼ିବା। ତାହେଲେ ଦେଖ ପିଲାମାନେ, 1 ନମ୍ବର କହିଛି ଆସ କଥା ହେବା। ଦେଖ କ ନମ୍ବର କହିଛି ଭାରତର ରାଜଧାନୀର ନାମ କ'ଣ? ଭାରତର ରାଜଧାନୀର ନାମ କ'ଣ କହିଛି? ତାହେଲେ ଉତ୍ତରଟି ଅଛି। ଦେଖ, ଭାରତର ରାଜଧାନୀର ନାମ ହେଉଛି ଦିଲ୍ଲୀ। କ'ଣ? ଭାରତର ରାଜଧାନୀର ନାମ ହେଉଛି ଦିଲ୍ଲୀ। ଦ୍ୱିତୀୟ ପ୍ରଶ୍ନ କହିଛି ତୁମେ ଦିଲ୍ଲୀ ଦେଖିଛ କି? ନା, ମୁଁ ଦିଲ୍ଲୀ ଦେଖି ନାହିଁ। ଯେଉଁମାନେ ଦିଲ୍ଲୀ ଦେଖିଛ ସେମାନେ ଲେଖିବ ଏଠି ନା ଜାଗାରେ ହଁ ଲେଖିବ। ହଁ, ମୁଁ ଦିଲ୍ଲୀ ଦେଖିଛି ବୋଲି ଲେଖିବ। ବୁଝିପାରିଲ? ଏବେ ଦେଖିବା 3 ନମ୍ବର ଗ। ରମେଶ ବାପାଙ୍କ ସାଙ୍ଗରେ କେଉଁଠାକୁ ବୁଲି ଯାଇଥିଲା? ରମେଶ ବାପାଙ୍କ ସାଙ୍ଗରେ କେଉଁଠାକୁ ଯାଇଥିଲା? କେଉଁଠାକୁ ଯାଇଥିଲା ରମେଶ ବାପାଙ୍କ ସାଙ୍ଗରେ ବୁଲିବାକୁ? କେଉଁଠାକୁ? ଉତ୍ତର ହେଲା ରମେଶ ବାପାଙ୍କ ସାଙ୍ଗରେ ଦିଲ୍ଲୀ ଯାଇଥିଲା। କେଉଁଠାକୁ ଯାଇଥିଲା? ଦିଲ୍ଲୀ ଯାଇଥିଲା। ଘ ନମ୍ବର ଦେଖିବା ଏବେ। କେଉଁ କେଉଁ ରାଜ୍ୟର ଲୋକମାନେ ହିନ୍ଦୀ କହନ୍ତି? କେଉଁ କେଉଁ ରାଜ୍ୟର ଲୋକମାନେ ହିନ୍ଦୀରେ କଥାବାର୍ତ୍ତା କରନ୍ତି? କେଉଁ କେଉଁ ରାଜ୍ୟ? ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତରପ୍ରଦେଶର ରାଜ୍ୟର ଲୋକମାନେ ହିନ୍ଦୀ କହନ୍ତି। କେଉଁ କେଉଁ ରାଜ୍ୟର ଲୋକମାନେ ହିନ୍ଦୀରେ କଥାବାର୍ତ୍ତା କରନ୍ତି? କେଉଁ କେଉଁ ରାଜ୍ୟ? ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତରପ୍ରଦେଶ ରାଜ୍ୟର ଲୋକମାନେ ହିନ୍ଦୀରେ କଥାବାର୍ତ୍ତା କରନ୍ତି। ବୁଝିପାରିଲ ପିଲାମାନେ? ଧନ୍ୟବାଦ।